ଆପଣମାନଙ୍କୁ ବିଡି ଟିଚିଂ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଓଡ଼ିଆ ଗପ ଜଙ୍ଗଲ ସମ୍ପର୍କରେ ଜାଣିବା। ଆଶା କରୁଛି ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା ଶୁଣିବା। ପସନ୍ଦ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା, ସେୟାର କରିବା, କମେଣ୍ଟ ଦେବା। ନୂତନ ଶିକ୍ଷଣ ଭିଡ଼ିଓ ପାଇବା ପାଇଁ ବିଡି ଟିଚିଂ ୟୁଟ୍ୟୁବ୍ ଚ୍ୟାନେଲକୁ ଅଧିକରୁ ଅଧିକ ସବସ୍କ୍ରାଇବ୍ କରିବା, ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବା। ପ୍ରତିଦିନ ବିଡି ଟିଚିଂ ତରଫରୁ ଯାଉଥିବା ନୂତନ ଶିକ୍ଷଣ ଭିଡ଼ିଓ ନୋଟିଫିକେସନ୍ ସର୍ବପ୍ରଥମେ ପାଇବା। ଜଙ୍ଗଲ ସମ୍ପର୍କିତ ଓଡ଼ିଆ ଗପ। ଜଙ୍ଗଲରେ ଅନେକ ପଶୁପକ୍ଷୀ ଥାଆନ୍ତି। ଗୋଟିଏ ଚଢ଼େଇ ଗୋଟିଏ ଗଛରେ ବସା କରି ରହୁଥାଏ। ମାଙ୍କଡ଼ଟି ଯାଇ ତାର ବସାକୁ ଭାଙ୍ଗିଦେଲା। ଚଢ଼େଇର ମନ ବହୁତ ଦୁଃଖ ହେଲା। ସେ ଭାଲୁ ରାଜାଙ୍କ ପାଖକୁ ଗଲା। ଯାଇ ସେଠାରେ ମାଙ୍କଡ଼ର କଥା କହିଲା ଯେ ମୁଁ ଯେଉଁ ଗଛରେ ବସା କରି ରହୁଥିଲି, ମାଙ୍କଡ଼ ଭାଇ ଆସି ମୋର ଗଛରେ ଥିବା ବସାକୁ ଭାଙ୍ଗିଦେଲା। ତେଣୁ ଭାଲୁ ରାଜା ମାଙ୍କଡ଼କୁ ଡାକିଲେ, କହିଲେ ଏମିତି ତୁ କାହିଁକି କଲୁ? ମାଙ୍କଡ଼ କହିଲା ମୋର ଭୁଲ ହେଇଯାଇଛି, ଆଗକୁ ପଛକୁ ଟିକେ ଅନାଇ ବିଚାର କରନ୍ତୁ। ମାଙ୍କଡ଼ କ'ଣ କରିଛି ନା ପଛରେ ଗୋଟିଏ ପାଚିଲା ବଡ଼ ପଣସଟିଏ ରଖିଛି। ଭାଲୁ ରାଜା ଯେତେବେଳେ ପଛକୁ ଅନାଇଲେ ଦେଖିଲେ ଗୋଟିଏ ପାଚିଲା ପଣସ ରହିଛି। ତେଣୁ ତାଙ୍କ ପାଟିରୁ ଲାଳ ଗଡ଼ିଲା। ସିଏ ତାଙ୍କ ବିଚାରକୁ ବଦଳେଇ ଦେଲେ। କହିଲେ ଯେ ଚଢ଼େଇକି ତୋର ସବୁ ଭୁଲ, ତୁ କାହିଁକି ସେ ଗଛରେ ବସା କରୁଛୁ? ଯେଉଁଠି ମାଙ୍କଡ଼ ଯେଉଁ ଗଛକୁ ଯାଉଛି ସେଇ ଗଛରେ କ'ଣ ପାଇଁ ବସା କରୁଛୁ? ତେଣୁ ଚଢ଼େଇର ମନ ଦୁଃଖ ହେଲା। ଭାଲୁ ରାଜାଙ୍କର ଏ କି ବିଚାର? ଭୁଲ ମାଙ୍କଡ଼ ଭାଇ କଲା, ଦଣ୍ଡ ମୁଁ ପାଇଲି। ତେଣୁ ମନ ଦୁଃଖ କରି ଫେରି ଆସିଲା। ସବୁ ଚଢ଼େଇମାନେ ଏକାଠି ବସିଲେ। ଭାଲୁ ରାଜାର ବିଚାର କଥା ଆଲୋଚନା ହେଲା। ଚଢ଼େଇଟି ଭାଲୁ ରାଜାର ବିଚାର କଥା କହିଲା। ତେଣୁ ସବୁ ଚଢ଼େଇ ରାଗିଗଲେ। ଚିନ୍ତା କଲେ କ'ଣ ନା ଏ ବିଚାର ଭୁଲ ହେଇଛି, ଏ ବିଚାର ପ୍ରତିଶୋଧ ନେବେ। ତେଣୁ ଭାଲୁ ରାଜାକୁ ଏକୁଟିଆ ପାଇଲେ ସମସ୍ତେ ଖୁମ୍ପିକି ମାରିଦେବେ। ତେଣୁ ଦିନେ ଜଙ୍ଗଲରେ ଏକୁଟିଆ ଭାଲୁ ରାଜାକୁ ପାଇ ଚଢ଼େଇମାନେ ତାଙ୍କ ଥଣ୍ଟରେ ଖୁମ୍ପିବାକୁ ଆରମ୍ଭ କଲେ। ଭାଲୁ ରାଜା ଅଣନିଶ୍ୱାସ ହେଇ ଦୌଡ଼ିକି ଜଙ୍ଗଲକୁ ପଳାଇଲା। ତେଣୁ ଲାଞ୍ଚ ବା ଲୋଭର ବଶବର୍ତ୍ତୀ ହୋଇ ନ୍ୟାୟ ଅନ୍ୟାୟକୁ ଭୁଲି ଯାଇ ଭାଲୁ ରାଜା ଯେଉଁ ବିଚାର କଲା, ସେ ବିଚାର ଚଢ଼େଇକି ଦୁଃଖ ଦେଇଥିବାରୁ ଚଢ଼େଇମାନେ ଏକତ୍ରିତ ହୋଇ ଭାଲୁ ରାଜା ବିଚାର ବିରୋଧରେ ଦଣ୍ଡ ଦେଲେ। ତେଣୁ ଏଇ ଗପରୁ ଆମେ ଏଇ ନୀତି ଶିକ୍ଷା ପାଇଲେ ଯେ ଲାଞ୍ଚ ବା ଲୋଭରେ ବଶବର୍ତ୍ତୀ ହେବା ନାହିଁ। ନ୍ୟାୟିକ ବିଚାର କରିବା, ଯାହା ଠିକ୍ ସେଇଟା ହିଁ ଠିକ୍, ଯାହା ଭୁଲ ତା ଭୁଲ।